ସେତେବେଳେ ବୁଝିପାରିବ ଝିଅର ବାପ ହବା କେତେ କଷ୍ଟ। ଗୋଟେ ନାରୀ ଆଖିରେ ଲୁହ ଦେଇଛ, ଲୁହ ସମୁଦ୍ରରେ ପହଁରିବ। ଗୋଟେ ମା ଆଖିରେ ଲୁହ ଦେଇଛ, ଅନୁତାପ ନିଆରେ ତିଳ ତିଳ ହେଇ ଜଳିଯିବ। କିଛି ହବନି ବୋଉ, କିଛି ହବନି। କାହିଁକି ନା ସେଇଟା ସୀତା କି ସାବିତ୍ରୀ ନୁହଁ, ବରଂ ସେଇଟା ଗୋଟେ ବେଇମାନ। ତାକୁ ବେଇମାନ ସଜାଇଛି ତୋରି ବୋପା ଶିବା ପଣ୍ଡା। ମୁଖ୍ୟ ଖଳନାୟକ ହଉଛି ତୋରି ବୋପା ଶିବା ପଣ୍ଡା। ସେ ଶୀତଳକୁ ତୋଠାରୁ ଅଲଗା କରିଦେଇଛି। କଣ କହୁଥିଲୁ, କଣ କହୁଥିଲୁ ତୁ? ତୋତେ ମେଡିକାଲ ବେଡ୍ ଛାଡି ଶୀତଳ ଘରକୁ ଚାଲିଗଲା। ଶୀତଳ ତୋ ସହିତ ବେଇମାନି କଲା। ଶୀତଳ ପାଇଁ ତୁ ଜୀବନ ନେଇ ଘରକୁ ଫେରିବ, ନହେଲେ ସ୍ୱର୍ଗ ନଗର ତୋ ଶବ ଘରକୁ ଫେରିଥା। କଣ କହୁଥିଲୁ, କଣ କହୁଥିଲୁ ତୁ? ତୁ ବଞ୍ଚି ଥାଉ ଶୀତଳ ବିଧବା ହେଇଗଲା, ସିଏ ବିଧବା ହେଇନି। ତୋତେ ଭଲ କରିବା ପାଇଁ ମୋରି ଆଖି ଆଗରେ 5 ଲକ୍ଷ ଟଙ୍କା ବଦଳରେ ତାକୁ ବିଧବା କରିଛି। ତୋରେ ବାପା ଶିବା ତମେ ଗୋଟେ ଭୁଲ ବୁଝୁଛ ନା। ସମୟ ଆସିବ ତମେ ଅନୁତାପ କରିବ। ଯୋଉ ଶୀତଳକୁ ତମେ କାନ୍ଦିର ନାୟିକା ସଜେଇ ଦେଇଛ, ତାର ସବୁ ଲୁହ ସ୍ଥାନ ବଦଳେଇ ଦବ। ଲୁହର ଠିକଣା ହବ ତମ ଆଖିର ପଲକ। ଶୀତଳକୁ ତୋରି ନିୟମ ଦେଇ ଏ କଥା କାହାର କି ନ କହିବା ପାଇଁ କହିଥିଲା। ଓରେ ବାପା ଶିବା କ୍ୟାଲେଣ୍ଡର ତାରିଖ ବଦଳାଏ। ଏମିତି ଗୋଟେ ତାରିଖ ଆସେ ଯେ କ୍ୟାଲେଣ୍ଡରକୁ ବଦଳେଇ ଦିଏ। ମୋ ଜୀବନରେ ସେମିତି ଗୋଟେ ତାରିଖ ଆସିଥିଲା। ତମେ ସେ ଭୁଲ କରନି। ସେ ତାରିଖ ସମସ୍ତଙ୍କ ଜୀବନରେ ଆସେ। କାହାର କିଛି ଭୁଲ